କରମୁକ୍ତ ହେଲା ଓଡ଼ିଆ ଚଳଚ୍ଚିତ୍ର ଆଫା। ଓଡ଼ିଆ ଚଳଚ୍ଚିତ୍ର ଆଫାକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଅଙ୍ଗଦାନ ବିଷୟବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ରଟିକୁ ପୃଥ୍ୱୀରାଜ ଶତପଥୀ ନିର୍ଦ୍ଦେଶନା ଦେଇଥିବା ବେଳେ ନୈନା ଦାସ ତିୱାରୀ ଦ୍ୱାରା ପ୍ରଯୋଜିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ମାନବିକତାକୁ ପ୍ରେରଣା ଦେବା ଓ ଯୁବ ସମାଜ ମଧ୍ୟରେ ସଚେତନତା ଭାବ ସୃଷ୍ଟି କରିବା ଦିଗରେ ଏହି ଚଳଚ୍ଚିତ୍ରର କାହାଣୀ ଖୁବ୍ ଉଚ୍ଚକୋଟୀର ଓ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡ଼ିତ 16 ବର୍ଷର ଝିଅ ନିଜ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତିକୁ ଖୁବ୍ ଭାବପୂର୍ଣ୍ଣ ଭାବେ ଚିତ୍ରିତ କରାଯାଇଛି। ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଅସୀମ ସାହସର ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି ସାମାଜିକ ଆଦର୍ଶ ସୃଷ୍ଟି କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି।